ମୁଁ ସେଥିପାଇଁ ଦଳ ଆଜି ମୁଁ ଉପର ନେତୃତ୍ୱଙ୍କୁ ଦେଇଛି ଲେଖିକି ମୋ ସଦସ୍ୟ ପଦରୁ ମୋର ବ୍ୟକ୍ତିଗତ କାମ ଅଛି ମୁଁ ସେଥିପାଇଁ ଦଳ ଛାଡ଼ିଛି। ମୋର ଯିଏ ବ୍ଲକର ସଭାପତି ଅଛନ୍ତି ତାଙ୍କୁ ଦେଇଛି, ଯିଏ ଜିଲ୍ଲାରେ ବ୍ଲକ ସଭାପତି ଆମର ପ୍ରତାପ ସାମଲ ତାଙ୍କୁ ଦେଇଛି, ପ୍ଲସ୍ ଆମର ଜିଲ୍ଲାରେ ଯିଏ ସଭାପତି ଅଛନ୍ତି ତାଙ୍କୁ ବି ଦିଆହେଇଛି, ଜଗନ୍ନାଥ ସ୍ୱାଇଁ ତାଙ୍କୁ ଦେଇଛି, ସମସ୍ତଙ୍କୁ ଦେଇଛି। ମୁଁ ଦେଲା ପରେ ବାପି ବାବୁ ଆମର ଚାନ୍ଦବାଲି ଯିଏ ବିଧାୟକ ତାଙ୍କୁ ବି ଭେଟିଥିଲି ମାନେ ଫୋନ୍ ମାଧ୍ୟମରେ ବି ତାଙ୍କୁ ମୁଁ ଜଣେଇଛି, ଭାଇ ଏଇଭଳିଆ ଜିନିଷ ଗୋଟେ ଦଳ ଭିତରେ ଚାଲିଛି, ଆପଣ ଟିକେ ତାକୁ ସମାଧାନ କରନ୍ତୁ କହିଥିଲି। ସିଏ ବି କାହିଁ କିଛି ନିଷ୍ପତ୍ତି ନେଲେନି। ଆମର ଯେତେ ଉପରେ ନେତୃତ୍ୱ ସମସ୍ତଙ୍କୁ ମୁଁ ଜଣେଇଛି ଯେ ଦଳର ଜିନିଷ ଏମିତି ମୋତେ ନାଇଁ ମୋ ନିଜ ଇଚ୍ଛାରେ ମୁଁ ସ୍ୱାଭିମାନ ଲୋକ, ମୋ ସ୍ୱାଭିମାନ ଉପରେ ଆଞ୍ଚ ଆସିଲେ ମୁଁ ନିଷ୍ପତ୍ତି ନେଇଛି। ମୁଁ କାହାକୁ କାହିଁକି ମୁଁ ଦୋଷ ଦେବିନି। ମୋ ନିଜ ମୋତେ ଯେତେବେଳେ ଦଳର ଅଣଦେଖା କରାହେଇଛି, ସବୁ ବହୁତ ପ୍ରକାର କରାହେଇଛି, ସେଥିପାଇଁ ମୁଁ ନିଷ୍ପତ୍ତି ନେଇଛି। ଏଇଥିପାଇଁ କହୁଛି ଯେ ଆମ ଦଳ ଭିତରେ ଗୋଟେ ସମସ୍ୟା ଘଟିଛି, ଏହା ଭିତରେ ହେଲା ଭିତରେ ତା ଭିତରେ ମୁଁ ଟିକେ ପ୍ରତିବାଦ କରିଥିଲି। ସେ କଥାରେ କହିଥିଲୁ ଯେ ଏଇ ଜିନିଷ ଏମିତି କାହିଁ କରୁଛନ୍ତି, ପଦପଦବୀକି ନେଇକି ଗୋଟେ କଥା ହେଇଥିଲା, ମୁଁ ସେଦିନ କହିଥିଲି। ତାପରେ ମୋତେ ସେ ଆଉ ଏ ଜିନିଷ ମୋତେ ଅଣଦେଖା କରିଛନ୍ତି। ଏବେ ନୁହଁ, ବହୁତ କଥା ଅଛି, ମୁଁ ଆପଣମାନଙ୍କୁ ଜଣେଇବି। ବହୁତ କଥା ଦଳ ଭିତରେ ମୋତେ କ'ଣ ହେଇଛି, ବାଧିଛି କ'ଣ ହେଇଛି, ମୁଁ ସେଥିପାଇଁ ନିଷ୍ପତ୍ତି ନେଇଛି। ବହୁତ ବ୍ୟକ୍ତି ଆମ ଯୁବକ ସମାଜର ବହୁତ ପିଲାଙ୍କୁ ଧାମନଗର ଉପରେ ବହୁତ କଥା ହେଇଛି। ଆପଣମାନେ ନିକଟରେ ଜାଣିପାରିବେ କୋଉ ପିଲାଙ୍କୁ ହେଇଛି, ସେମାନଙ୍କୁ ବି ସୁଦ୍ଧା ସେମାନେ ବି ମୋ ସାଙ୍ଗରେ ସାମିଲ ଅଛନ୍ତି। ସେମାନେ ବି ନିଶ୍ଚୟ ଆସିବେ, କହିବେ, ସାମ୍ନାରେ ଆସିବେ, କହିବେ। ଆଗକୁ ନିଷ୍ପତ୍ତି ଏଇଆ, ମୁଁ ଆଜି ରିଜାଇନ୍ ଦେଇଛି। ମୋ ପଞ୍ଚାୟତର କର୍ମୀ ଅଛନ୍ତି, ବହୁତ ଗୁରୁଜନ ଅଛନ୍ତି, ସେମାନଙ୍କ ପରାମର୍ଶ ନେବି। ସେମାନେ ଯାହା ଚାହିଁବେ ମୁଁ ସେଇ ନିଷ୍ପତ୍ତି ନେବି। ପଞ୍ଚାୟତର ମୁଁ ତ ସେ ଜିନିଷ ଭାଇ ଆପଣମାନଙ୍କୁ କ୍ଲିଅର କହିପାରିବିନି। ଭଲ ପାଇବା କ'ଣ ଅଛି ନାହିଁ, ଆପଣ ଯେଉଁଦିନ ମୁଁ ଯାହା କତିକି ବି ଯିବି ସେଇଦିନ ମୁଁ ଆପଣଙ୍କ ଆଖିରେ ଦେଖେଇଦେବି ମୋତେ କେତେ ଭଲ ପାଇବା ଲୋକ ଅଛନ୍ତି। କାହିଁକିନା ଏଇ ଦଳର ମୋତେ କହିଛନ୍ତି ମୋର କିଛି ଇଏ ନାହିଁ, ମାନେ ମୋ ନିଜ କ୍ୟାରେକ୍ଟର ନେଇକି ବହୁତ କଥା କହିଛନ୍ତି। ମୁଁ ଶୁଣିଛି, ତାଙ୍କ ପାଟିରୁ ନ ଶୁଣିଲେ ବି ବାହାରୁ ଶୁଣିଛି। କିନ୍ତୁ ମୁଁ ସେଇଦିନ ତାଙ୍କୁ ଜଣେଇଦେବି ମୋ କଥାରେ କ'ଣ ଅଛି କ'ଣ ନାହିଁ, ମୁଁ ସେଇଦିନ ଦେଖେଇଦେବି ତାଙ୍କୁ, ସେମାନେ ଜାଣିପାରିବେ। ବ୍ଲକର ନେତା ସମର୍ଥନ କରିବେ। ଧର ବ୍ଲକ, ମୁଁ ଆଉ ତାଙ୍କ କଥା କାହିଁକି ସେ ବ୍ଲକ ନେତାଙ୍କ କତିକି କହିବାକୁ ଯିବି, ଶୁଣିବାକୁ ଯିବି। ମୁଁ ତ ମାଇନିମାଇ କରିଛି, ମୁଁ ଦଳରେ ଇସ୍ତଫା ଦେଇସାରିଛି। ମୋ କର୍ମୀମାନଙ୍କ ଠାରୁ ମୁଁ ବୁଝି ସାରିଲା ପରେ ମୁଁ ଯାହା ନିଷ୍ପତ୍ତି ନେଇକି ଆପଣମାନଙ୍କୁ ଡାକିକି ସବୁ କଥା ମୁଁ କହିବି। କାହିଁକିନା ମୁଁ ଯେହେତୁ ଦଳରୁ ଇସ୍ତଫା ନେଇଛି, ଆଗେ ମୁଁ ରାଜନୀତି କ'ଣ ମୁଁ ଏକା ଭୋଟ ଦେଇକି ଜିତିଥିଲି କି? ମୋ ପଞ୍ଚାୟତରେ ଅଛନ୍ତି ଯେଉଁ 2500 ଭୋଟର ଅଛନ୍ତି, ତା ଭିତରୁ ମୋତେ ଭଲ ପାଇବା ଲୋକ ଅଛନ୍ତି ଯେଉଁ 1500, ତାଙ୍କ ମତାମତ ନେବି। ତାকে ନେଇସାରିଲା ପରେ ତାପରେ ଯାହା ମୁଁ ନିଷ୍ପତ୍ତି କରିବି। ନା, ମୁଁ କୌଣସି ଦଳ ବର୍ତ୍ତମାନ ପାଇଁ କିଛି ଡିସାଇଡ୍ କରିନୁ। ଲୋକଙ୍କ ମତ ଯାହା କହିବେ, କର୍ମୀ ଯାହା କହିବେ, ଆମେ ସେଇ ଲୋକ ତାଙ୍କ ସହିତ ସେଇ ସାମିଲ ହେବୁ, ସେଇ ଦଳ ସହିତ ସାମିଲ ହେବୁ। ସେଇ ଜିନିଷ ମୁଁ ଆପଣଙ୍କୁ କହିବି। ଆପଣମାନେ ଜାଣିଥିବେ ଆମ ଧାମନଗର ବହୁତ ଚାଣକ୍ୟ ଅଛନ୍ତି, ରାଜନୀତିର ବହୁତ ଚାଣକ୍ୟ ଅଛନ୍ତି। ଆପଣମାନେ ଜାଣିପାରୁଥିବେ କିଏ ଚାଣକ୍ୟ ଆଉ ବିଜୁ ଜନତା ଦଳକୁ ଡୁବେଇ ଦେବାକୁ ବସିଲାଣି, ବସେଇ ତ ଦେଇ ସାରିଲାଣି। ଆଉ ତା ନାଁ ମୁଁ ଆଜ୍ଞା ଖୋଲି କହିବିନି। ଯେଉଁଦିନ ମୁଁ ଯାହା ସହିତ ସାମିଲ ହେବି ସେଇଦିନ ଓପନ୍ କରିକି ତା ନାଁଟାକୁ କହିବି, ଆପଣଙ୍କ ଆଗରେ ସମସ୍ତଙ୍କ କଥା କହିବି। ତାଙ୍କ ଦ୍ୱାରା ଦଳ 2017 ମସିହା ଠାରୁ ଦଳ ଆମର ଡୁବିକା ଯାଉଛି। ଯଦି ଡୁବି ଯାଉଛି, ଉପର ନେତୃତ୍ୱକୁ ଜଣେଇଲେ ସେମାନେ ଯଦି ଏଠି ତରବର ଚାଲିଛି, ଇଏ ମୋ ଲୋକ ସିଏ ତା ଲୋକ, ଦଳରେ ଆମେ ବିଜୁ ଜନତା ଦଳର କାମ କରୁଛୁ। ଦଳ ହେଉଛି ଶଙ୍ଖଚିହ୍ନ ଆମର। ତା ଭିତରେ ଯଦି ସିଏ କହିବେ ଇଏ ଲୋକ ତାର, ସେ ଲୋକ ତାର, ଏଇ ଟାଇପ୍ର କରିକି ସବୁ ପଞ୍ଚାୟତରେ ଆଜି ଆଜ୍ଞା ମୋ ପାଳସାହି ନୁହଁ, ଆପଣ ବ୍ଲକରେ ଯେଉଁ ପଞ୍ଚାୟତ ଯାଆନ୍ତି ସେଠି 2 ଗ୍ରୁପ୍ ଅଛନ୍ତି। ସବୁଆଡ଼େ ଯେଉଁଠି ଦେଖିବେ ଆପଣ ସେଠି 2 ଗ୍ରୁପ୍ ଅଛନ୍ତି। ଏ ଦଳ ପ୍ରତି ବହୁତ କ୍ଷତି ହେଉଛି, ବହୁତ କ୍ଷତି ହେଇଗଲାଣି। ଦଳ ତ ବର୍ତ୍ତମାନ ହାରିଛି ନା। ଦଳ ହାରିଲା ପରେ ଆମେ କେମିତି ସଂଗଠନ ରହିବା ସେ ଚିନ୍ତା ନ କରି ଉପର ନେତୃତ୍ୱ ଏଠି ଚାହୁଁଛନ୍ତି ଯେ ଆମେ, କାହିଁକିନା ସେମାନେ ରହୁଛନ୍ତି ଦେଖିଲେ ଏଇଭଳିଆ କରିକି ଆମର କିଛି ହାତର ଲୋକ ରଖିକି ଆମେ କେଉଁ ଦଳକୁ ସପୋର୍ଟ କରିଯିବୁ, କାହାକୁ ତାଙ୍କ ନିଜ ଫାଇଦା ପାଇଁ, ଦଳ ପାଇଁ କେହି ଉପର ନେତୃତ୍ୱ ଚିନ୍ତା କରୁନାହାନ୍ତି। ଆପଣମାନେ ଏଇ ରିସେଣ୍ଟ ଦେଖିବେ ଖବର ପାଇବେ ମୁଁ କାହା ସହିତ ଯାଉଛି କ'ଣ କରିବି ସେଟାକୁ ଆପଣ ଏଇ ରିସେଣ୍ଟ ପାଇବେ। ଲୋକଙ୍କ ମତାମତ ନେଇସାରିଲା ପରେ ଆଜ୍ଞା ମୁଁ ଆପଣଙ୍କୁ ନିଶ୍ଚୟ ଖୋଲାଖୋଲି କହିବି। ହଁ, ମୁକ୍ତି ବାବୁ ଥିଲେ, MLA ଥିଲେ, ତାଙ୍କ ସ୍ତ୍ରୀ MP ଥିଲେ। ମୁଁ ତାଙ୍କ ପାଖରେ କାମ କରୁଥିଲି। ତାଙ୍କ ପାଖରେ ତ କାମ କରିଛୁ ବୋଲି ତ ଆଜି ମୁଁ ବହୁତ ଅସୁବିଧାରେ ପଡ଼ୁଛି ନା। ଜଣେ MLA ପାଖରେ ଯଦି ଆମେ ରହିକି କାମ କରିବା, ତାକୁ ଯଦି ଅଲଗା ନେତୃତ୍ୱ ତାକୁ ବିରୋଧ କରିବେ, କହିବେ, ଡାଇରେକ୍ଟ କହିଛନ୍ତି ମୋତେ କାହିଁକି ତା ସହିତ ବୁଲୁଛୁ, ତା ସହିତ କାହିଁକି ଯାଉଛୁ।
ମାନି କଣିଆଧର ସେ ଦଳର ନେତା ଏମଏଲଏ ନୁହଁ, ଦଳର ଏମଏଲଏ ହେଇଛି, ତାଙ୍କର ସ୍ତ୍ରୀ ଏମପି ଅଛନ୍ତି, ତାଙ୍କ ସହିତ ମିଶିଲେ ଭାଇ ଆମେ ହେଲୁ ଶତ୍ରୁ। ମୂଳ କାରଣ ହେଉଛି ଏଇଠୁ। ଆପଣମାନେ ପଚାରୁଛନ୍ତି ବୁଲେଇ ବଙ୍କେଇ, ମୁଁ ସବୁ କହିସାରିଲିଣି, ଏବେ ବି କହୁଛି ଆପଣଙ୍କୁ। ନା ତାଙ୍କ ନାଁଟା କହିବିନି, ମୁଁ ପଦବୀ ବି ସୁଦ୍ଧା କହିବିନି ଆଜ୍ଞା, ମୋତେ କ୍ଷମା କରିବେ। ମୁଁ ସେଇଦିନ ଆପଣଙ୍କୁ କହିବି, ଯେଉଁଦିନ ମୁଁ ଯେଉଁ ଦଳରେ ସାମିଲ ହେବି ଆପଣଙ୍କୁ ନିଶ୍ଚୟ ମୁଁ କହିବି।